ଆମ ଶରୀର ଭିତରେ ଚାଲିଥିବା ସବୁଠୁ ବ୍ୟସ୍ତବହୁଳ କାରଖାନା ବିଷୟରେ କେବେ ଭାବିଛନ୍ତି କି? ହୁଁ, ଗୋଟିଏ ଏମିତି କାରଖାନା ଯାହା ଦିନରାତି 24 ଘଣ୍ଟା କାମ କରେ, ଆମ ରକ୍ତକୁ ସଫା କରେ ଆଉ ଶରୀରର ସନ୍ତୁଳନ ବଜାୟ ରଖେ। ହୁଁ, ଆଜି ଆମେ ସେହି କାରଖାନାର କାହାଣୀକୁ ବୁଝିବା। ଦଶମ ଶ୍ରେଣୀ ଜୀବବିଜ୍ଞାନର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ରେଚନ ବା ଏକ୍ସକ୍ରିସନ ଉପରେ ଆମେ ଏକ ଗଭୀର ଆଲୋଚନା କରିବା। ଆମ ପାଖରେ ଥିବା କ୍ଲାସ୍ ନୋଟ୍ସ, ପାଠ୍ୟପୁସ୍ତକର ବିଭିନ୍ନ ଅଂଶ ଆଉ କିଛି ଚିତ୍ରକୁ ଆଧାର କରି ଆମର ଲକ୍ଷ୍ୟ ହେଉଛି ଏହି ଅଧ୍ୟାୟକୁ ଏକ କାହାଣୀ ପରି ବୁଝିବା। କେବଳ ପରୀକ୍ଷା ପାଇଁ ମନେ ରଖିବା ନୁହେଁ, ବରଂ ଏହା ପଛରେ ଥିବା ବିଜ୍ଞାନର ଚମତ୍କାରିତାକୁ ଅନୁଭବ କରିବା। ଯଦି ଆମେ ଏହାକୁ ଠିକ୍ ଭାବରେ ବୁଝିଯିବା, ତେବେ ପରୀକ୍ଷାର ପ୍ରଶ୍ନ ଆପେ ଆପେ ସହଜ ଲାଗିବ। ବହୁତ ବଢ଼ିଆ। ତେବେ ଚାଲନ୍ତୁ ଏହି ଯାତ୍ରା ଆରମ୍ଭ କରିବା। ସବୁଠୁ ମୌଳିକ ପ୍ରଶ୍ନରୁ, ରେଚନ ପ୍ରକୃତରେ କ'ଣ? ଆମେ ଖାଦ୍ୟ ଖାଉ, ଶକ୍ତି ପାଉ, କିନ୍ତୁ ଏହି ବର୍ଜ୍ୟବସ୍ତୁ ଆସେ କେଉଁଠୁ? ଦେଖନ୍ତୁ, ସରଳ ଭାଷାରେ କହିଲେ ଆମ ଶରୀର ଗୋଟେ ଜଟିଳ କାରଖାନା ପରି। ଏଠି ସବୁବେଳେ କିଛି ନା କିଛି କାମ ଚାଲିଥାଏ, ଯାହାକୁ ଆମେ ଚୟାପଚୟ ବା ମେଟାବଲିଜମ୍ କହୁ। ଆଉ ଯେକୌଣସି କାରଖାନାରେ କାମ ହେଲେ କିଛି ଆବର୍ଜନା ବାହାରିବା ସ୍ୱାଭାବିକ। ଏହି ଆବର୍ଜନାକୁ ଶରୀରରୁ ସଫା କରି ବାହାର କରିବା ପ୍ରକ୍ରିୟା ହିଁ ହେଉଛି ରେଚନ। ଯଦି ଏହି ଆବର୍ଜନାକୁ ବାହାର ନ କରାଯାଏ, ତେବେ ତାହା ବିଷ ପରି କାମ କରିବ ଏବଂ ଶରୀରକୁ ନଷ୍ଟ କରିଦେବ। ମାନେ ଆମ ଶରୀରର ନିଜସ୍ୱ ସଫାଇ ବ୍ୟବସ୍ଥା। ତେବେ ଏହି ବର୍ଜ୍ୟବସ୍ତୁଗୁଡ଼ିକ ମୁଖ୍ୟତଃ କ'ଣ? ଆମେ ଶୁଣିଛି ୟୁରିଆ, ୟୁରିକ୍ ଆସିଡ୍, ଏଗୁଡ଼ିକ କେମିତି ତିଆରି ହୁଏ? ଏହା ମୁଖ୍ୟତଃ ଆମ ଖାଦ୍ୟ ସହ ଜଡ଼ିତ। ଯେତେବେଳେ ଆମେ ପୁଷ୍ଟିସାର ବା ପ୍ରୋଟିନ୍ ଜାତୀୟ ଖାଦ୍ୟ ଖାଉ, ଯେପରିକି ଡାଲି, ଅଣ୍ଡା, ମାଛ, ତାର ଚୟାପଚୟରୁ ଯବକ୍ଷାରଜାନ ଜାତୀୟ ବର୍ଜ୍ୟବସ୍ତୁ ବାହାରେ। ଏଥିମଧ୍ୟରୁ ମୁଖ୍ୟ ହେଲା ଆମୋନିଆ, ଯାହା ଅତ୍ୟନ୍ତ ବିଷାକ୍ତ। ଆମ ଯକୃତ ବା ଲିଭର ଏହି ଆମୋନିଆକୁ କମ୍ ବିଷାକ୍ତ ୟୁରିଆରେ ପରିଣତ କରିଦିଏ। ସେହିପରି ନ୍ୟୁକ୍ଲିକ୍ ଏସିଡ୍ର ଚୟାପଚୟରୁ ୟୁରିକ୍ ଏସିଡ୍ ସୃଷ୍ଟି ହୁଏ। ଏହି ୟୁରିଆ ଓ ୟୁରିକ୍ ଏସିଡ୍କୁ ହିଁ ଶରୀରରୁ ବାହାର କରିବା ଜରୁରୀ। ବୁଝିଗଲି। ତେବେ ଏହି ସଫାଇ କାମ ପାଇଁ କ'ଣ ସବୁ ଜୀବଙ୍କ ପାଖରେ ସମାନ ବ୍ୟବସ୍ଥା ଅଛି? ନା ପ୍ରକୃତି ବିଭିନ୍ନ ଜୀବଙ୍କୁ ଭିନ୍ନ ଭିନ୍ନ ଉପକରଣ ଦେଇଛି? ଏହି ଅଂଶଟି ପରୀକ୍ଷାରେ MCQ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ବହୁତ ଭଲ ପ୍ରଶ୍ନ। କ'ଣ ନା, ପ୍ରକୃତିରେ ଇଞ୍ଜିନିୟରିଂ ଏଠି ଦେଖିବାକୁ ମିଳେ। ସରଳ ଜୀବଙ୍କଠାରୁ ଆରମ୍ଭ କରି ଜଟିଳ ଜୀବ ପର୍ଯ୍ୟନ୍ତ ସମସ୍ତଙ୍କର ନିଜସ୍ୱ ଉପାୟ ଅଛି। ଯେପରିକି ଏକକୋଷୀ ପ୍ରାଣୀ ଆମିବା ପାଖରେ ଗୋଟେ ଛୋଟ ପାଣି ପମ୍ପ ପରି ଅଙ୍ଗ ଅଛି, ଯାହାକୁ କୁହାଯାଏ ସଙ୍କୋଚନୀ ଧାନୀ, କଣ୍ଟ୍ରାକ୍ଟାଇଲ୍ ଭେକ୍ୟୁଲ୍। ଏହା ଅତିରିକ୍ତ ଜଳ ଓ ବର୍ଜ୍ୟବସ୍ତୁକୁ କୋଷ ଭିତର ବାହାରକୁ ଫିଙ୍ଗି ଦିଏ। ଆଉ ଟିକେ ଉନ୍ନତ ଜୀବ, ଯେମିତିକି ସ୍ପଞ୍ଜ ବା ହାଇଡ୍ରା, ଯେଉଁମାନେ ପାଣିରେ ରୁହନ୍ତି, ସେମାନଙ୍କ କାମ ଆହୁରି ସରଳ। ସେମାନଙ୍କର କୌଣସି ବିଶେଷ ଅଙ୍ଗ ନାହିଁ। ସେମାନଙ୍କର ଶରୀରର ପ୍ରତ୍ୟେକ କୋଷ ସିଧାସଳଖ ପାଣି ସଂସ୍ପର୍ଶରେ ଥିବାରୁ ସେମାନେ ବିସରଣ ପ୍ରକ୍ରିୟାରେ ନିଜ ଦେହପୃଷ୍ଠ ଦ୍ୱାରା ବର୍ଜ୍ୟବସ୍ତୁକୁ ପାଣିକୁ ଛାଡ଼ି ଦିଅନ୍ତି। କିନ୍ତୁ ଯେତେବେଳେ ଜୀବ ଟିକେ ଜଟିଳ ହୁଏ, ଯେପରିକି ଚେପ୍ଟାକୃମି, ତା ପାଖରେ ଏକ ବିଶେଷ ପ୍ରକାରର କୋଷ ଥାଏ, ଯାହାକୁ ଶିଖା କୋଷ ବା ଫ୍ଲେମ୍ ସେଲ୍ସ କୁହାଯାଏ। ଓକେ। ତେବେ ଆମିବା ପାଇଁ ସଙ୍କୁଚନୀ ଢାମି, ଚେପ୍ଟାକୃମି ପାଇଁ ଶିଖା କୋଷ, ଏହି କ୍ରମ ବିକାଶ ଆଗକୁ ବଢ଼ିଲେ ଆମର ପରିଚିତ ଜିଆ ପାଖରେ କ'ଣ ମିଳେ? ଜିଆ ପାଖରେ ଆହୁରି ଉନ୍ନତ ବ୍ୟବସ୍ଥା ଅଛି, ଯାହାକୁ କୁହାଯାଏ ନେଫ୍ରିଡିଆ। ଏଗୁଡ଼ିକ ତା ଶରୀରର ପ୍ରତ୍ୟେକ ଖଣ୍ଡରେ ଥିବା ଛୋଟ ଛୋଟ କୁଣ୍ଡଳୀକୃତ ନଳୀ। ଏହାପରେ ଆସନ୍ତି କୀଟପତଙ୍ଗ, ଯେପରିକି ଅସରପା। ସେମାନଙ୍କ ପାଖରେ ଥାଏ ମାଲପିଜିଆନ୍ ନଳିକା। ଆଚ୍ଛା, ତାମାନେ ମାଛଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତ ମେରୁଦଣ୍ଡୀ ପ୍ରାଣୀଙ୍କ ପାଖରେ ଏହି ଗୋଟିଏ ମାଷ୍ଟର ଡିଜାଇନ୍ ଅଛି। ଏହା ନିଶ୍ଚିତ ଭାବେ ବହୁତ ବିକଶିତ ହୋଇଥିବା। ତେବେ ଚାଲନ୍ତୁ ଆମ ନିଜ ବୃକକର ଗଠନକୁ ଟିକେ ଭଲ ଭାବେ ଦେଖିବା, ଯାହାର ଚିତ୍ର ପରୀକ୍ଷାରେ ଏତେ ଗୁରୁତ୍ୱପୂର୍ଣ୍ଣ। ଏକଦମ। ଏବେ ଆମେ ମାନବ ରେଚନାତନ୍ତ୍ରର ଗଭୀରତାକୁ ଯିବା, ଯାହା ଏକ ଦୀର୍ଘ ପ୍ରଶ୍ନ ଭାବେ ପ୍ରାୟତଃ ପରୀକ୍ଷାରେ ଆସେ। କଳ୍ପନା କରନ୍ତୁ, ଆମେ ଖାଇଥିବା ପ୍ରୋଟିନ୍ରୁ ତିଆରି ହୋଇଥିବା ଗୋଟେ ୟୁରିଆ ଅଣୁ ରକ୍ତରେ ଭାସି ଭାସି ଯାଉଛି। ତାର ଶେଷ ଠିକଣା କ'ଣ ଆଉ ସେ କେଉଁ ରାସ୍ତା ଦେଇ ସେଠାରେ ପହଞ୍ଚିବ? ଏହି ଯାତ୍ରାର ନାୟକ ହେଉଛି ଆମ ବୃକକ। ଆମ ଶରୀରରେ ଏକ ଯୋଡ଼ା ବୃକକ ଉଦର ଗହ୍ୱରରେ ମେରୁଦଣ୍ଡର ଦୁଇ ପାର୍ଶ୍ୱରେ ପିଠି ପଟକୁ ଲାଗି ରହିଥାଏ। ଏଗୁଡ଼ିକ ଦେଖିବାକୁ ଶିମ୍ବ ମଞ୍ଜି ଆକୃତିର,
ଚିତ୍ରରେ ଆମେ ଦେଖୁ ଯେ ଏହାର ଗୋଟିଏ ପାର୍ଶ୍ୱ ଟିକେ ଭିତରକୁ ଫାଲୁଆ ହୋଇଥାଏ। ସେହି ଜାଗାର ବିଶେଷତ୍ୱ କ'ଣ? ସେହି ଖାଲୁଆ ଅଂଶଟି ହେଉଛି ବୃକକର ପ୍ରବେଶ ଦ୍ୱାର, ଯାହାକୁ ହାଇଲମ୍ କୁହାଯାଏ। ଏହାକୁ ଗୋଟେ ବ୍ୟସ୍ତବହୁଳ ରେଳ ଷ୍ଟେସନର ପ୍ଲାଟଫର୍ମ ଭାବିପାରିବେ। ଏହି ବାଟ ଦେଇ ବୃକକୀୟ ଧମନୀ ଅପରିଷ୍କୃତ ରକ୍ତ ନେଇ ଭିତରକୁ ଆସେ। ବୃକକୀୟ ଶିରା ପରିଷ୍କୃତ ରକ୍ତ ନେଇ ବାହାରିଯାଏ ଏବଂ ମୂତ୍ରସାରଣୀ ନାମକ ପାଇପ୍ ମୂତ୍ର ନେଇ ବାହାରକୁ ଯାଏ। ଏହା ତ ଗଲା ବାହାର କଥା। ଯଦି ଆମେ ବୃକକକୁ କାଟି ତା ଭିତରକୁ ଦେଖିବା, ତେବେ କ'ଣ ଦେଖାଯିବ? ତା ଭିତରେ ଦୁଇଟି ସ୍ପଷ୍ଟ ଅଞ୍ଚଳ ଦେଖାଯାଏ। ବାହାର ପଟର ଗାଢ଼ ଅଂଶକୁ କର୍ଟେକ୍ସ ଏବଂ ଭିତର ପଟର ଫିକା ଅଂଶକୁ ମେଡୁଲା କୁହାଯାଏ। ମେଡୁଲା ଭିତରେ କୋନ୍ ଆକୃତିର କିଛି ଗଠନ ଥାଏ, ଯାହାକୁ ପିରାମିଡ୍ କୁହାଯାଏ। ଏହି ପିରାମିଡ୍ଗୁଡ଼ିକରୁ ହିଁ ଛଣା ହୋଇଥିବା ମୂତ୍ର ବାହାରି ଏକ ଫନେଲ୍ ପରି ଅଂଶରେ ଏକାଠି ହୁଏ। ଏହି ଫନେଲ୍କୁ ବୃକକ୍ ଗୋଭିବସ୍ତି ବା ରିନଲ୍ ପେଲ୍ଭିସ୍ କୁହାଯାଏ। ଏଠାରୁ ମୂତ୍ର ସାରଣୀ ଦେଇ ମୂତ୍ରାଶୟରେ ଯାଇ ଜମା ହୁଏ। କିନ୍ତୁ ପ୍ରକୃତ ଛଣାଛଣି କାମଟା କିଏ କରେ? ଏହି କର୍ଟେକ୍ସ ଆଉ ମେଡୁଲା ଭିତରେ ଥିବା ସେହି ସୂକ୍ଷ୍ମ କାରଖାନା, ଯାହାକୁ ଆମେ ନେଫ୍ରନ୍ କହୁ? ଏକଦମ ଠିକ୍ ଧରିଛନ୍ତି। ପ୍ରତ୍ୟେକ ବୃକକରେ ପ୍ରାୟ 10 ଲକ୍ଷ ସଂଖ୍ୟକ ଏହିପରି ସୂକ୍ଷ୍ମ ଅଣୁବିକ୍ଷରୀୟ କାରଖାନା ଥାଏ, ଯାହାର ନାଁ ନେଫ୍ରନ୍। ଏହି ନେଫ୍ରନ୍ ହିଁ ବୃକକର ଗଠନଗତ ଓ କାର୍ଯ୍ୟକାରୀ ଏକକ। ଏହାର ଅର୍ଥ ରକ୍ତକୁ ଛାଣି ମୂତ୍ର ତିଆରି କରିବାର ସମସ୍ତ କାମ ପ୍ରତ୍ୟେକ ନେଫ୍ରନ୍ ଭିତରେ ହିଁ ହୁଏ। ତେବେ ଗୋଟିଏ ନେଫ୍ରନ୍ର ଗଠନ କିପରି? ଯଦି ଆମେ ଗୋଟିଏ ନେଫ୍ରନ୍କୁ ବଡ଼ କରି ଦେଖିବା, ତାର ମୁଖ୍ୟ ଅଂଶଗୁଡ଼ିକ କ'ଣ କ'ଣ? ଚିତ୍ର ଆଙ୍କିଲା ବେଳେ ଏହାକୁ ଠିକ୍ ଭାବେ ଜାଣିବା ବହୁତ ଜରୁରୀ। ନିଶ୍ଚୟ। ଗୋଟିଏ ନେଫ୍ରନ୍ର ମୁଖ୍ୟତଃ ଦୁଇଟି ଭାଗ। ପ୍ରଥମ ଭାଗଟି ହେଉଛି ମାଲ୍ପିଜିଆନ୍ ପିଣ୍ଡ। ଏହାର ପୁଣି ଦୁଇଟି ଅଂଶ ଅଛି। ଗୋଟିଏ ହେଲା ଗ୍ଲୋମେରୁଲାସ୍, ଯାହା ଏକ ସୂକ୍ଷ୍ମ ରକ୍ତ ଜାଲିକାର ଗୁଚ୍ଛ, ଏବଂ ଅନ୍ୟଟି ହେଲା ତାକୁ ଚାରିପଟୁ ଘେରି ରହିଥିବା ଏକ କପ୍ ଆକୃତିର ଗଠନ, ଯାହାର ନାଁ ବାଉମ୍ୟାନ୍ କ୍ୟାପସୁଲ୍। ତେବେ ମାଲ୍ପିଜିଆନ୍ ପିଣ୍ଡକୁ ଆମେ ଏକ ପ୍ରକାର ହାଇଟେକ୍ ଛଣା ସହ ତୁଳନା କରିପାରିବା କି, ଯେଉଁଠି ଗ୍ଲୋମେରୁଲସ୍ ହେଉଛି ଛଣା ଭିତରେ ଥିବା ରକ୍ତ ଆଉ ବାଉମ୍ୟାନ୍ କ୍ୟାପସୁଲ୍ ହେଉଛି ସେହି କପ୍ ଯେଉଁଥିରେ ଛଣା ହୋଇଥିବା ତରଳ ପଦାର୍ଥ ଜମା ହେଉଛି? ବହୁତ ଭଲ ଉପମା। ଏହାକୁ ଠିକ୍ ସେହିପରି ଭାବେ ବୁଝିହେବ। କେବଳ ଫରକ ଏତିକି ଯେ ଏହି ଛଣା ପ୍ରକ୍ରିୟା ବହୁତ ଅଧିକ ଚାପରେ ହୁଏ। ଏବେ ଆସିବା ନେଫ୍ରନ୍ର ଦ୍ୱିତୀୟ ଅଂଶକୁ, ଯାହା ହେଉଛି ବୃକକୀୟ ନଳିକା। ଏହା ବାଉମ୍ୟାନ୍ କ୍ୟାପସୁଲ୍ରୁ ବାହାରିଥିବା ଏକ ଲମ୍ବା କୁଣ୍ଡଳୀକୃତ ନଳୀ। ଏହାର 3ଟି ମୁଖ୍ୟ ଭାଗ ଅଛି: ପିସିଟି, ହେନ୍ଲିଙ୍କର ଲୁପ୍ ଏବଂ ଡିସିଟି। ଶେଷରେ ଏହି ଡିସିଟି ଏକ ବଡ଼ ନଳୀ ସଂଗ୍ରହୀ ନଳିକାରେ ଖୋଲିଥାଏ। ବାଃ, ଗଠନଟି ବେବିସ୍ ଜଟିଳ, କିନ୍ତୁ ଉପମାଟି ଏହାକୁ ସହଜ କରିଦେଲା। ତେବେ ଏହି ଜଟିଳ ମେସିନ୍ ଭିତରେ ମୂତ୍ର ପ୍ରସ୍ତୁତିର ପ୍ରକୃତ ପ୍ରକ୍ରିୟା କେମିତି ହୁଏ? ଏହା ମଧ୍ୟ ଦୀର୍ଘ ପ୍ରଶ୍ନ ପାଇଁ ଏକ ସମ୍ଭାବ୍ୟ ବିଷୟ। ହଁ, ମୂତ୍ର ପ୍ରସ୍ତୁତି ପ୍ରଣାଳୀ ଏକ ଅତ୍ୟନ୍ତ ଚମତ୍କାର ପ୍ରକ୍ରିୟା, ଯାହା 3ଟି ସୋପାନରେ ସମ୍ପନ୍ନ ହୁଏ। ପ୍ରଥମ ସୋପାନ ହେଉଛି ପରିସ୍ରାବଣ ବା ଛାଣିବା, ଯାହା ସେହି ଚା ଛଣା ଭଳି ଗ୍ଲୋମେରୁଲସ୍ରେ ହୁଏ, ଠିକ୍ ତ? ଏକଦମ। ଗ୍ଲୋମେରୁଲସ୍ ଭିତରେ ରକ୍ତଚାପ ଏତେ ଅଧିକ ଥାଏ ଯେ ରକ୍ତର ତରଳ ଅଂଶ ବା ପ୍ଲାଜମାରୁ ଅନେକ ଜିନିଷ ଛାଣି ହୋଇ ବାଉମ୍ୟାନ୍ କ୍ୟାପସୁଲ୍କୁ ଚାଲିଆସେ। ଏଥିରେ ଜଳ, ଗ୍ଲୁକୋଜ୍, ଲବଣ ଏବଂ ୟୁରିଆ ପରି ବର୍ଜ୍ୟବସ୍ତୁ ଥାଏ। କିନ୍ତୁ ରକ୍ତକଣିକା ଓ ବଡ଼ ପ୍ରୋଟିନ୍ ଅଣୁଗୁଡ଼ିକ ଏତେ ବଡ଼ ଯେ ସେମାନେ ଛାଣି ହୋଇପାରନ୍ତି ନାହିଁ। ଏବେ ସବୁଠୁ ଆଶ୍ଚର୍ଯ୍ୟକର ତଥ୍ୟ ଶୁଣନ୍ତୁ। ଆମର 2ଟି ବୃକକ୍ ମିଶି ଦିନକୁ ପ୍ରାୟ 180 ଲିଟର ତରଳ ପଦାର୍ଥ ଛାଣିଥାନ୍ତି। 180 ଲିଟର? ଏହା ତ ଅବିଶ୍ୱାସନୀୟ। ମାନେ ଆମ ଶରୀର ଭିତରେ ପ୍ରତିଦିନ ପାଖାପାଖି 9ଟି ବଡ଼ ପାଣି ଜାର୍ ଭର୍ତ୍ତି ତରଳ ପଦାର୍ଥ ଛଣା ହେଉଛି। କିନ୍ତୁ ଆମେ ତ ଦିନକୁ ମାତ୍ର 1-2 ଲିଟର ମୂତ୍ର ତ୍ୟାଗ କରୁ। ତେବେ ବାକି 178 ଲିଟର କୁଆଡ଼େ ଯାଏ? ଏକଦମ ଠିକ୍ ପ୍ରଶ୍ନ। ଏହା ହିଁ ବୃକକ୍ର ସବୁଠୁ ବଡ଼ ଚମତ୍କାରିତା। ଏବଂ ଏଇଠି ଆସୁଛି ଦ୍ୱିତୀୟ ସୋପାନ, ଯାହାକୁ କୁହାଯାଏ ପୁନଃଶୋଷଣ ବା ରିଏବଜର୍ପସନ୍। ଆମ ଶରୀର ଏତେ ବୋକା ନୁହେଁ ଯେ ସେ ଏତେ ପରିମାଣର ଦରକାରୀ ଜଳ ଓ ପୋଷକକୁ ନଷ୍ଟ କରିଦେବ। ସେହି 180 ଲିଟର ଫିଲ୍ଟ୍ରେଟ୍ ଯେତେବେଳେ ସେହି ଲମ୍ବା ବୃକକୀୟ ନଳିକା ଦେଇ ଗତି କରେ, ଶରୀର ପାଇଁ ଆବଶ୍ୟକୀୟ ପଦାର୍ଥଗୁଡ଼ିକ ପୁଣି ଥରେ ରକ୍ତକୁ ଫେରିଆସେ। ଏଥିରେ ପ୍ରାୟ 99% ଜଳ, ସମ୍ପୂର୍ଣ୍ଣ ଗ୍ଲୁକୋଜ୍, ଆମିନୋ ଆସିଡ୍ ଓ ଆବଶ୍ୟକୀୟ ଲବଣ ରକ୍ତକୁ ଶୋଷିତ ହୋଇଯାଏ।
ଏହାର ଅର୍ଥ ତ ଏହା ହେବ ଯେ ଆମ ଶରୀରର ଅଧିକାଂଶ ଶକ୍ତି କେବଳ ଏହି ଛଣା ହୋଇଥିବା ଜିନିଷକୁ ପୁଣି ଫେରାଇ ଆଣିବାରେ ଖର୍ଚ୍ଚ ହେଉଥିବ। ନିଶ୍ଚିତ ଭାବରେ ଏହି ପୁନଃଶୋଷଣ ପ୍ରକ୍ରିୟା ଏକ ଅତ୍ୟନ୍ତ ସକ୍ରିୟ ପ୍ରକ୍ରିୟା, ଯେଉଁଥିପାଇଁ ବହୁତ ଶକ୍ତି ଦରକାର। ଏଥିପାଇଁ ତ ବୃକ୍କ କୋଷଗୁଡ଼ିକ ଶକ୍ତି କେନ୍ଦ୍ର ବା ମାଇଟୋକଣ୍ଡ୍ରିଆରେ ଭରପୁର ଥାଏ। ଏହା ଦର୍ଶାଏ ଯେ ଶରୀର ପାଇଁ ଜଳ ଓ ଲବଣ ସଂରକ୍ଷଣ କରିବା କେତେ ଗୁରୁତ୍ୱପୂର୍ଣ୍ଣ। ତା ମାନେ ପ୍ରଥମେ ସବୁକିଛି ଛାଣି ଦିଆଯାଏ ଆଉ ତାପରେ ଦରକାରୀ ଜିନିଷଗୁଡ଼ିକୁ ପୁଣି ଫେରାଇ ନିଆଯାଏ। ଏହାପରେ ତୃତୀୟ ସୋପାନ କ'ଣ? ତୃତୀୟ ତଥା ଅନ୍ତିମ ସୋପାନଟି ହେଉଛି କ୍ଷରଣ ବା ସେକ୍ରେସନ୍। ଏହାକୁ ଆମେ ଶେଷ ମୁହୂର୍ତ୍ତର ସଫାଇ କହିପାରିବା। ପୁନଃଶୋଷଣ ପରେ ମଧ୍ୟ ରକ୍ତରେ ରହିଯାଇଥିବା କିଛି ଅଦରକାରୀ ବର୍ଜ୍ୟବସ୍ତୁ ଯେପରିକି ୟୁରିକ୍ ଏସିଡ୍, ପୋଟାସିୟମ୍ ଆୟନ୍ ଓ କିଛି ଔଷଧର ଅଂଶକୁ ରକ୍ତ ଜାଲିକାରୁ ସିଧାସଳଖ ବୃକକୀୟ ନଳିକା ଭିତରକୁ ପଠାଇ ଦିଆଯାଏ। ଏହାପରେ ଯାହା ବଳିଲା ତାହା ହିଁ ମୂତ୍ର, ଏକ ସମ୍ପୂର୍ଣ୍ଣ ଏବଂ ସୁଚିନ୍ତିତ ପ୍ରକ୍ରିୟା। ଏକଦମ। ଏହି ତିନୋଟି ପ୍ରକ୍ରିୟା ପରେ ବୃକକୀୟ ନଳିକାରେ ଯେଉଁ ତରଳ ପଦାର୍ଥ ରହିଯାଏ ତାହାକୁ ହିଁ ମୂତ୍ର କୁହାଯାଏ। ଏହା ସଂଗ୍ରହୀ ନଳିକା ଦେଇ ଶେଷରେ ମୂତ୍ରାଶୟରେ ସଂଗ୍ରହିତ ହୁଏ। ଏହିପରି ଭାବେ 180 ଲିଟର ଫିଲ୍ଟ୍ରେଟ୍ରୁ ମାତ୍ର 1ରୁ 2 ଲିଟର ମୂତ୍ର ପ୍ରସ୍ତୁତ ହୁଏ। ପ୍ରାଣୀମାନଙ୍କର ଏହି ଜଟିଳ ବ୍ୟବସ୍ଥା ବିଷୟରେ ତ ଜାଣିଲେ, କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। ଆମ ଚାରିପାଖେ ଥିବା ଉଦ୍ଭିଦମାନେ କିପରି ନିଜର ବର୍ଜ୍ୟବସ୍ତୁ ନିଷ୍କାସନ କରନ୍ତି? ସେମାନଙ୍କର ତ ବୃକ୍କ ପରି କିଛି ନାହିଁ। ଏହା ଏକ ଭଲ ଦୃଷ୍ଟିକୋଣ। ଉଦ୍ଭିଦମାନଙ୍କର କୌଣସି ନିର୍ଦ୍ଦିଷ୍ଟ ରେଚନାଙ୍ଗ ନଥାଏ, କିନ୍ତୁ ସେମାନଙ୍କର ଉପାୟ ବହୁତ ଚତୁର। ପ୍ରଥମତଃ ସେମାନଙ୍କର ମୁଖ୍ୟ ବର୍ଜ୍ୟବସ୍ତୁ ହେଉଛି ବାଷ୍ପୀୟ ପଦାର୍ଥ। ଯେପରିକି ଆଲୋକଶ୍ଳେଷଣ ସମୟରେ ସେମାନେ ଆମ ପାଇଁ ପ୍ରାଣବାୟୁ ଅମ୍ଳଜାନ ତିଆରି କରନ୍ତି, ଯାହା ତାଙ୍କ ପାଇଁ ଏକ ବର୍ଜ୍ୟବସ୍ତୁ। ଏହାକୁ ସେମାନେ ପତ୍ରରେ ଥିବା ଛୋଟ ଛୋଟ ଛିଦ୍ର ବା ଷ୍ଟୋମାଟା ଦେଇ ବାହାର କରିଦିଅନ୍ତି। ଆଉ ଅତିରିକ୍ତ ଜଳ? ଗଛ ମୂଳରେ ଦେଇଥିବା ସବୁ ପାଣି ତ ସେ ବ୍ୟବହାର କରେନି। ଠିକ୍ କହିଲେ। ଅତିରିକ୍ତ ଜଳକୁ ସେମାନେ ଉତ୍ସେଦନ ବା ଟ୍ରାନ୍ସପିରେସନ୍ ପ୍ରକ୍ରିୟାରେ ବାଷ୍ପ ଆକାରରେ ପତ୍ରରୁ ବାହାର କରିଦିଅନ୍ତି। ଏହା ବ୍ୟତୀତ ତାଙ୍କ ପାଖରେ ଆଉ ଏକ ମଜାଦାର ଉପାୟ ଅଛି। ସେମାନେ କିଛି କଠିନ ବର୍ଜ୍ୟବସ୍ତୁକୁ ନିଜର ପୁରୁଣା ପତ୍ର, ବକଳ ବା ଫଳରେ ସଞ୍ଚୟ କରି ରଖନ୍ତି। ଯେତେବେଳେ ସେହି ଅଙ୍ଗଗୁଡ଼ିକ ଝଡ଼ିପଡ଼େ, ବର୍ଜ୍ୟବସ୍ତୁ ମଧ୍ୟ ଶରୀରରୁ ଦୂରେଇଯାଏ। ମାନେ ଗଛର ପତ୍ର ଝଡ଼ା ଦେବା ତା ପାଇଁ ଏକ ପ୍ରକାର ସଫାଇ କାମ। ମୁଁ ଏହା ମଧ୍ୟ ଶୁଣିଛି ଯେ ଗଛରୁ ବାହାରୁଥିବା ଅଠା ମଧ୍ୟ ଏକ ପ୍ରକାର ରେଚନ। ହଁ, ଅଠା ଓ ରଜନ ଭଳି ପଦାର୍ଥ କ୍ଷରଣ କରି ମଧ୍ୟ ଉଦ୍ଭିଦମାନେ ରେଚନ କରନ୍ତି। କିନ୍ତୁ ଏଇଠି ପ୍ରକୃତିର ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଲୁଚି ରହିଛି। ଉଦ୍ଭିଦ ଯାହାକୁ ବର୍ଜ୍ୟବସ୍ତୁ ଭାବି ନିଜ ଶରୀରରୁ ବାହାର କରିଦିଏ, ତାହା ଆମ ମଣିଷାଙ୍କ ପାଇଁ ଅନେକ ସମୟର ଅମୂଲ୍ୟ ହୋଇଥାଏ। ଏହା ତ ପ୍ରକୃତିରେ ଚମତ୍କାର କଥା। ମାନେ ଗୋଟିଏ ଜୀବ ପାଇଁ ଯାହା ଆବର୍ଜନା, ତାହା ଅନ୍ୟ ଏକ ଜୀବ ପାଇଁ ଜୀବନଦାନ। କିଛି ଉଦାହରଣ ଦେଇପାରିବେ କି? ନିଶ୍ଚୟ। ଏହାର ସବୁଠୁ ଭଲ ଉଦାହରଣ ହେଉଛି ଆଲ୍କାଲାଇଡ୍। ସିଙ୍କୋନା ଗଛର ବକଳରୁ ଏକ ବର୍ଜ୍ୟବସ୍ତୁ ବାହାରେ, ଯାହାର ନାଁ କ୍ୱିନାଇନ୍। ଏହା ଉଦ୍ଭିଦ ପାଇଁ ଅଦରକାରୀ, କିନ୍ତୁ ଆମ ପାଇଁ ଏହା ମ୍ୟାଲେରିଆର ଏକ ଜୀବନ ରକ୍ଷାକାରୀ ଔଷଧ। ସେହିପରି ରବର ଗଛରୁ ବାହାରୁଥିବା କ୍ଷୀର ବା ଲାଟେକ୍ସ ମଧ୍ୟ ତା ପାଇଁ ଏକ ରେଚନ ପଦାର୍ଥ, କିନ୍ତୁ ଆମ ପାଇଁ ତାହା ଏକ ବହୁମୂଲ୍ୟ ଶିଳ୍ପ ସାମଗ୍ରୀ। ବାଃ, ପ୍ରକୃତିର ଏହି ସନ୍ତୁଳନ ବିଷୟରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଆଜିର ଏହି ସମ୍ପୂର୍ଣ୍ଣ ଆଲୋଚନା ପରେ ଯଦି ଆମେ ପରୀକ୍ଷା ଦୃଷ୍ଟିକୋଣରୁ ଦେଖିବା, ତେବେ ଛାତ୍ରଛାତ୍ରୀମାନେ କେଉଁ କେଉଁ ମୁଖ୍ୟ ବିଷୟ ଉପରେ ଅଧିକ ଧ୍ୟାନ ଦେବା ଉଚିତ? ଯଦି ଏହି ପୁରା ଅଧ୍ୟାୟକୁ ମୋଠା ଭିତରେ ରଖିବାକୁ ଚାହିଁବା, ତେବେ ମୁଖ୍ୟତଃ 4ଟି ବିଷୟକୁ ଭଲ ଭାବରେ ମାନେ ରଖିବାକୁ ପଡ଼ିବ। ପ୍ରଥମତଃ ବିଭିନ୍ନ ପ୍ରାଣୀ ଓ ସେମାନଙ୍କର ରେଚନ ଅଙ୍ଗର ତାଲିକା। ଆମିବାର ସଂକୋଚନ ଧାନୀଠାରୁ ଆରମ୍ଭ କରି ମେରୁଦଣ୍ଡୀ ପ୍ରାଣୀଙ୍କ ବୃକକ ପର୍ଯ୍ୟନ୍ତ। ଏହା 1 ନମ୍ବର ପ୍ରଶ୍ନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟରେ ମାନବ ରେଚନତନ୍ତ୍ରର ଚିତ୍ର। ଏହା ତ ନିଶ୍ଚୟ ଆବଶ୍ୟକ। ହଁ, ମାନବ ରେଚନତନ୍ତ୍ରର ଏକ ସ୍ପଷ୍ଟ, ସୁନ୍ଦର ଓ ସଠିକ୍ ଭାବେ ଚିହ୍ନିତ ଚିତ୍ର ଅଭ୍ୟାସ କରିବା ନିହାତି ଆବଶ୍ୟକ। ଏହା ଏକ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନରେ ଭଲ ନମ୍ବର ଆଣିବାରେ ସାହାଯ୍ୟ କରେ। ତୃତୀୟରେ ନେଫ୍ରନ୍ର ଗଠନ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୂତ୍ର ପ୍ରସ୍ତୁତିର 3ଟି ସୋପାନ, ଅର୍ଥାତ୍ ପରିସ୍ରବଣ, ପୁନଃଶୋଷଣ ଏବଂ କ୍ଷରଣ। ଏହି 3ଟିକୁ କ୍ରମ ଅନୁସାରେ ବନ୍ଦନା କରିବାକୁ ପଡ଼ିବ। ଆଉ ଚତୁର୍ଥରେ ଉଦ୍ଭିଦ ଓ ପ୍ରାଣୀଙ୍କର ରେଚନ ପ୍ରକ୍ରିୟା ମଧ୍ୟରେ ଥିବା ମୌଳିକ ପାର୍ଥକ୍ୟ। ଯେପରିକି ପ୍ରାଣୀଙ୍କର ନିର୍ଦ୍ଦିଷ୍ଟ ଅଙ୍ଗ ଅଛି, କିନ୍ତୁ ଉଦ୍ଭିଦର ନାହିଁ। ଉଦ୍ଭିଦ ବର୍ଜ୍ୟବସ୍ତୁକୁ କିପରି ସଞ୍ଚୟ କରେ ଓ ନିଷ୍କାସନ କରେ। ଏହି କେତୋଟି ବିଷୟ ଉପରେ ଧ୍ୟାନ ଦେଲେ ମୁଁ ଭାବୁଛି ପରୀକ୍ଷାରେ କୌଣସି ଅସୁବିଧା ହେବ ନାହିଁ। ନିଶ୍ଚିତ ଭାବରେ।